ପିଲାମାନେ ଆମେ ଆନ୍ସର କି ଭିଡ଼ିଓ ଆଣିବା କି ନାହିଁ ତୁମମାନେ କ୍ୱେଶ୍ଚନ୍ PDF এই নম্বরে ପଠାଇଦେବ 7978405181 ঠিক ଅଛି। ଫାଷ୍ଟ ପଚାରିଦେବ କି ସାର୍ ଏଇ ଅନର୍ସରେ କ୍ୱେଶ୍ଚନ୍ ଦେବେ କି, ଯଦି ମୁଁ ୟେସ୍ କହିଲି ତାହେଲେ ତୁମେ ହେଉଛି ନିଶ୍ଚିତ ଭାବରେ ପଠାଇଦେବ, ଆଉ ଯେଉଁଟାରେ ମୁଁ ପାଇଯାଇଥିବି ତାହେଲେ ମୁଁ ହେଉଛି କହିଦେବି କି ନା ଅଛି ବୋଲି। ଠିକ୍ ଅଛି, ତ ଏଇ ନମ୍ବରଟା ଲେଖି ନେଇଥାଉ, ଏ ନମ୍ବରରେ ହ୍ୱାଟ୍ସଆପ୍ କରିଦେବ କ୍ୱେଶ୍ଚନ୍ PDF ଗୁଡ଼ାକ। ଫାଷ୍ଟ ପଚାରିଦେବ, ତାପରେ ହେଉଛି ମୁଁ ୟେସ୍ କହିଲେ କ୍ୱେଶ୍ଚନ୍ PDF ପଠାଇଦେବ, ଯାହାଦ୍ୱାରା ଆମେ ଭିଡ଼ିଓଟା ଶୀଘ୍ର ନେଇ ଆସିବା। ବର୍ତ୍ତମାନ ଆମେ ଦେଖିବା ଆନ୍ସର କି କେବେ କ'ଣ ଆସିବ, ତାପରେ ହେଉଛି କଟ୍ ଅଫ୍ କେତେ କ'ଣ ଯିବ, ଆଡ଼ମିସନ୍ କେବେ କ'ଣ ହେବ, ସେ ରିଗାର୍ଡ଼ିଂ ଯେଉଁମାନଙ୍କର ବି ଆଗକୁ ଏଣ୍ଟ୍ରାନ୍ସ ଅଛି ନିଶ୍ଚିତ ଭାବରେ ଟେଷ୍ଟ ସିରିଜ୍ ନେଇପାରିବେ। OCS ରଞ୍ଜନ ଆପ୍ ଡାଉନଲୋଡ଼ କରିକି ଡେସ୍କ୍ରିପ୍ସନରେ ଲିଙ୍କ୍ ରହିଛି। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ପିଲାମାନେ ବର୍ତ୍ତମାନ ସମୟରେ ପାଠ ପଢ଼ିବା ପରେ ସାଙ୍ଗେ ସାଙ୍ଗେ ପିଲାମାନେ ଜବ୍ଟିଏ ଖୋଜିଥାନ୍ତି, ତ ସେଥିପାଇଁ ଆପଣମାନେ କ୍ୟାରିୟର ହିସାବରେ ଚୁଜ୍ କରିପାରିବେ MSc ମାଇକ୍ରୋବାୟୋଲୋଜି ଆଉ ବାୟୋଟେକ୍ନୋଲୋଜି କୋର୍ସ, ଯେଉଁଠିକି ତୁମର ବହୁତ ସାରା ଅର୍ଗାନାଇଜେସନରେ ତୁମକୁ ଜବ୍ ବା ପ୍ଲେସମେଣ୍ଟ ହେଉଛି ମିଳିପାରିବ କୋର୍ସ କମ୍ପ୍ଲିଟ୍ ପରେ। ଆପଣଙ୍କର ଯଦି +2ରେ ବାୟୋଲୋଜି ଥିଲା ଏବଂ ଗ୍ରାଜୁଏସନରେ 50% ମାର୍କ ରହିଛି ତାହେଲେ ନିଶ୍ଚିତ ଭାବରେ କଲେଜ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍ସେସରେ ସାମ୍ସ ଥ୍ରୋରେ ଆଡ଼ମିସନ୍ କରିପାରିବେ, କିମ୍ବା ଡାଇରେକ୍ଟ କଲେଜ ପ୍ରୋସିଡିଓର ଥ୍ରୋରେ ସାର୍ ବା ମ୍ୟାମ୍କୁ କଣ୍ଟାକ୍ଟ କରିକି ଆଡ଼ମିସନ୍ କରିପାରିବେ। ଏଠୁ ବହୁତ ହି ପୁରୁଣା ଅର୍ଗାନାଇଜେସନ୍, ଯେଉଁଟା ଦେଖିପାରୁଥିବ 1979ରୁ ଏଷ୍ଟାବ୍ଲିଶ୍ ହେଲାଣି। ଠିକ୍ ଅଛି, ଫାର୍ମାସି କଲେଜରେ ବହୁତ ହି ଟପ୍ ଇନଷ୍ଟିଟ୍ୟୁସନ୍ ଗୋଟେ। ଠିକ୍ ଅଛି, ତ ଆପଣମାନେ ଆଡ଼ମିସନ୍ କରିକି ପଢ଼ାପଢ଼ି କରିବେ। ଏଠି ବହୁତ ସାରା ଫ୍ୟାସିଲିଟି ବଢ଼ିଆ ସବୁ ରହିଛି ଏବଂ ଏଇଟା ପରମାନେଣ୍ଟଲି ତୁମର ରେକଗ୍ନାଇଜ୍ ହେଇଛି ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା ଦ୍ୱାରା। ବ୍ରହ୍ମପୁର ୟୁନିଭର୍ସିଟି ଆଫିଲିଏଟେଡ୍ ଇନଷ୍ଟିଟ୍ୟୁସନ୍, ଫିଜ୍ ମଧ୍ୟ ବହୁତ ହି କମ୍ ରହିଛି ଅନ୍ୟ କଲେଜ କମ୍ପାରିଜନ୍ରେ। ତ 90K ଟୋଟାଲ୍ ହେଉଛି ଆପଣଙ୍କର 2 ବର୍ଷରେ ଖର୍ଚ୍ଚ ହେଉଛି। ଠିକ୍ ଅଛି, ତ ଆପଣମାନଙ୍କୁ ଭଲ କ୍ୟାରିୟର ପ୍ଲେସମେଣ୍ଟ ମଧ୍ୟ ଫ୍ୟୁଚରରେ ରହିଛି ଡିଫରେଣ୍ଟ ସେକ୍ଟରରେ, ଯେହେତୁ ହେଉଛି ଆଜିକାଲି ମାଇକ୍ରୋବାୟୋଲୋଜି ବାୟୋଟେକ୍ନୋଲୋଜି ଡିମାଣ୍ଡ ବଢ଼ୁଛି। ତ ଇଣ୍ଡଷ୍ଟ୍ରି ଗୁଡ଼ାକରେ ଠିକ୍ ଅଛି, ଫାର୍ମାସ୍ୟୁଟିକାଲ ଇଣ୍ଡଷ୍ଟ୍ରି ଯେଉଁଟା ଫାର୍ମା ଇଣ୍ଡଷ୍ଟ୍ରିରେ ବା ମେଡ଼ିକାଲ ଲାଇନ୍ରେ ଯେଉଁମାନେ ସବୁ ଯିବାକୁ ଚାହୁଁଛ, କ୍ୟାରିୟର କରିବାକୁ ଚାହୁଁଛ, ନିଶ୍ଚିତ ଭାବରେ ଜଲ୍ଦି ଆଡ଼ମିସନ୍ ବର୍ତ୍ତମାନ ବୁକ୍ କରିନିଅନ୍ତୁ ବା କଲ୍ କରିକି ଯାଇକି ଆଡ଼ମିସନ୍ କରିନିଅନ୍ତୁ। ଦେଖ, ତୁମର ଏଣ୍ଟ୍ରାନ୍ସ ସରିଯିବ 18 ମେରେ। ଠିକ୍ ଅଛି, 18 ମେ ଭିତରେ ସରିଗଲା ଏଣ୍ଟ୍ରାନ୍ସ, ମାନେ 16 ତାରିଖ ତୁମର ସବୁ ଏଣ୍ଟ୍ରାନ୍ସ ପିଲାଙ୍କର ସବୁ ସରିଯିବ। ତାପରେ ତୁମର 19 ମେରେ 11ଟା AM ତୁମର ହେଉଛି ପ୍ରୋଭିଜନାଲ୍ ଆନ୍ସର କି ଆସିଯିବ। ଠିକ୍ ଅଛି, ଅଫିସିଆଲ୍ ପୋର୍ଟାଲରେ ଆସିଯିବ, ଯେଉଁଟାକି ssbodisha.ac.in, ଆଉ ଆମର ୟୁଟ୍ୟୁବରେ ମଧ୍ୟ ଭିଡ଼ିଓ ଆସିଯିବ ଆନ୍ସର କିର ସବୁ। ଠିକ୍ ଅଛି, ତ ତୁମମାନେ ସବୁ କ୍ୱେଶ୍ଚନ୍ PDF ଗୁଡ଼ା ପଠାଇ ଦିଅ। ମୋର ହ୍ୱାଟ୍ସଆପ୍ ନମ୍ବର ଲେଖି ନେଇଥାଉ 7978405181। ଠିକ୍ ଅଛି, ଯାହା ପାଖରେ ସବୁ ଯେଉଁ ଅନର୍ସରେ ଯିଏ ଏକ୍ଜାମ୍ ଦେଇଛ ନିଶ୍ଚିତ ଭାବରେ କାଇଣ୍ଡଲି ସମସ୍ତେ ପଠାଇଦେବ। ଆଉ ଫାଷ୍ଟ ନିଜର ଅନର୍ସ କହିବ, ସାର୍ ଏଇ ଅନର୍ସରେ କ୍ୱେଶ୍ଚନ୍ ମୋ ପାଖରେ ଅଛି, ମୁଁ ଦେବି କି? ଯଦି ୟେସ୍ କହିଲି ତାହେଲେ ପଠାଇଦେବ PDFଟା। ଠିକ୍ ଅଛି, ତାପରେ ତୁମର 20ରୁ 22 ପର୍ଯ୍ୟନ୍ତ ଅବଜେକ୍ସନ୍, ମାନେ ଯେଉଁ କ୍ୱେଶ୍ଚନ୍ର ତୁମେ ଲାଗୁଥିବ କି ତୁମେ ହେଉଛି ଠିକ୍ କରିଛ, ଆନ୍ସର୍ ସେଠି ଭୁଲ ଦିଆହେଇଛି, ତାହେଲେ ତୁମେ ଅବଜେକ୍ସନ୍ ହେଉଛି 200 ଟଙ୍କା ଦେଇକି କରିପାରିବ। ଠିକ୍ ଅଛି, ଅବଜେକ୍ସନ୍ ସବୁ ଚ୍ୟାଲେଞ୍ଜ କରିପାରିବ କ୍ୱେଶ୍ଚନ୍କୁ, ଆଉ ସେ ଯେଉଁ ପଇସାଟା ଦେବ ସେଇଟା ନନ୍ ରିଫଣ୍ଡେବୁଲ୍ ରହିବ। ଠିକ୍ ଅଛି, ତାପରେ ତୁମର 16 ତାରିଖରେ ସେଇ ଯେଉଁ ସବୁ ଅବଜେକ୍ସନ୍ ଗୁଡ଼ାକ ସବମିଟ୍ ହେଇଯିବ SSBକୁ। ଠିକ୍ ଅଛି, ତାପରେ ତା'ର କ'ଣ ହେବ ନା ଫାଇନାଲ୍ ଆନ୍ସର କି ଆଉ ତୁମର ଅଫିସିଆଲ୍ ପୋର୍ଟାଲରେ କେବେ ଆସିବ, ତାପରେ ଏଣ୍ଟ୍ରାନ୍ସ ମାର୍କ କେବେ ବାହାରିବ, ଠିକ୍ ଅଛି, ସବୁ ଡିଟେଲ୍ସ SSB ପୋର୍ଟାଲରେ ଅପଡ଼େଟ୍ ଆସିଯିବ, କିମ୍ବା ସାମ୍ସ ଓଡ଼ିଶା ଦ୍ୱାରା ବା ସାମ୍ସ ହାୟର ଏଜୁକେସନ୍ ଡିପାର୍ଟମେଣ୍ଟ ଦ୍ୱାରା ଲେଟର୍ ଆମକୁ ଜଣାଇ ଦିଆଯିବ, ଯେଉଁଟାକି ଷ୍ଟେଟ୍ ୱାଇଜ୍ ମେରିଟ୍ ଲିଷ୍ଟ କେବେ ଆସିବ, ଗ୍ରାଜୁଏସନ୍ ମାର୍କ କେବେ ଅପଲୋଡ଼ ହେବ, ଚଏସ୍ ଲକିଂ କେବେ ହେବ, ସବୁ ଗୁଡ଼ାକ ଡିଟେଲ୍ସ ଆସିଯିବ। ଏବଂ ଜୁଲାଇ 10ରୁ ପାଠ ପଢ଼ା ହେବ ଯାହା ଟାର୍ଗେଟ୍ ରହିଛି। ତ ଦେଖାଯାଉ କ'ଣ ହେଉଛି କ'ଣ ନାହିଁ। ତୁମମାନେ ସବୁ ଯାହାର ଏଣ୍ଟ୍ରାନ୍ସ ସରିଯାଉଛି କୌଣସି ଜାଗାରୁ ଆନ୍ସର ହେଉଛି ମିଳାଇବା ଦରକାର ନାହିଁ, କେବଳ ଫ୍ରିଲି ବୁଲ। ଠିକ୍ ଅଛି, ବହୁତ ପିଲା ବ୍ୟସ୍ତ ହେଉଛନ୍ତି, ଏଠୁ ଦେଖୁଛନ୍ତି ସେଠୁ ଦେଖୁଛନ୍ତି, କେଉଁଠୁ ଦେଖିବା ଦରକାର ନାହିଁ, ଟେନସନ୍ ଫ୍ରି ହେଇକି ବୁଲ, ଆନ୍ସର କି ଭିଡ଼ିଓ ସବୁ ଆସିଯିବ। ଠିକ୍ ଅଛି, 19 ତାରିଖ ଦିନଠାରୁ ତ ବ୍ୟସ୍ତ ହେବାର କିଛି ନାହିଁ। ରହିଲି, ନମସ୍କାର, ଜୟ ଜଗନ୍ନାଥ।